ମା ଶ୍ରୀ ଅରବିନ୍ଦ The recording has started. ମାତ୍ର ଅପାର କରୁଣାରୁ ଆମେମାନେ ଆଜି ରାଜକନିକା ଶ୍ରୀ ଅରବିନ୍ଦ ଶ୍ରୀମା ଆସ୍ପିରାଣ୍ଟ ଗ୍ରୁପ ପାଠଚକ୍ରରେ ଯୋଗଦାନ କରିଛେ। ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି, ପ୍ରଣାମ ନମସ୍କାର ଏବଂ ଶୁଭେଚ୍ଛା ଜ୍ଞାପନ କରୁଛି। ମୁଁ ମୋ ପୂର୍ବରୁ ଯେଉଁ ଅପା ଦୁଇ ଜଣ ପାଠ କଲେ ଏବଂ ସଙ୍ଗୀତର ଅଭ୍ୟର୍ଥନା କରିଲେ, ଅଧିବେଶନଟିକୁ ରଙ୍ଗାୟିତ କଲେ, ରସାୟନିତ କଲେ, ତାଙ୍କୁ ମୁଁ ଶୁଭେଚ୍ଛା ଜ୍ଞାପନ କରୁଛି। ଅପା ଭାଇମାନେ, ଆମେମାନେ ସମସ୍ତେ ପଦାର୍ପଣ କରିଛେ ଆଉ ଏକ ଅଧ୍ୟାୟରେ ଶ୍ରୀ ଅରବିନ୍ଦଙ୍କର ପଣ୍ଡିଚେରୀ ପର୍ବର। ପଣ୍ଡିଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ସ୍ଥାପନା କାଳରେ କଣ କରୁଥିଲେ, କିପରି ଚଳୁଥିଲେ, କେଉଁମାନଙ୍କୁ ନେଇକରି ସେ ପୂର୍ଣ୍ଣ ଯୁଗକୁ ଆଗକୁ ବଢାଉଥିଲେ, ପୂର୍ଣ୍ଣ ଯୁଗରେ କେଉଁମାନେ ଅବଜେକ୍ଟ ସାଜିଥିଲେ ଏବଂ କେତେ ଆସିଛନ୍ତି ଆଶ୍ରମକୁ, କେତେ ଚାଲି ଯାଇଛନ୍ତି, ଏଇସବୁ କଥା ଗୁଡ଼ିକ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛେ। ଆଜି ଆମେ ଆଲୋଚନା କରିବା ଭାଗ 33ତମ ଭାଗ ଏବଂ এই 33ତମ ଭାଗରେ ଆମେ ସେଇ ଆଶ୍ରମରେ ଯେଉଁ ଶାନ୍ତି ଦୋଷୀଙ୍କ କଥା ଆଗରୁ ଆଲୋଚନା କରୁଥିଲେ। ଶାନ୍ତି ଦୋଷୀ ଖୁବ କମ ଏଜରେ, ସେ ଗୋଟେ ପୁଅ ପିଲା, ଝିଅ ନୁହେଁ, ମାଙ୍କ ପାଖରେ ଆସିକି ରହିଲେ, ବୟସ ଖୁବ କମ। ଆଶ୍ରମରେ ଅନ୍ୟମାନେ ତାଙ୍କୁ ଗ୍ରହଣ କରିବା ପାଇଁ ଟିକେ କୁଣ୍ଠା ପ୍ରକାଶ କରୁଥିଲେ, କିନ୍ତୁ ମା ତାଙ୍କୁ ପାଖରେ ରଖିଲେ, ତାଙ୍କର ସବୁ କଥା ବୁଝିଲେ, ତାଙ୍କୁ ଗାଧେଇ ଦେବାଠାରୁ ଆରମ୍ଭ କରି, ଖୋଇ ଦେବାଠାରୁ ଆରମ୍ଭ କରି, ଆଶ୍ରମରେ ପାଠ ପଢିଲା ବେଳେ କଣ କଣ ତାଙ୍କର ପାଠରେ ଅସୁବିଧା ରହୁଛି ତାକୁ ପଢଉଥିଲେ, ବୁଝଉଥିଲେ, ତତ୍ ସହିତ ଫ୍ରେଞ୍ଚ ବି ଶିଖଉଥିଲେ। ଶାନ୍ତି ଦୋଷୀ ଆସ୍ତେ ଆସ୍ତେ ବଡ ହେଲେ। ବର୍ତ୍ତମାନ ସେ ବୁଝିଗଲେ ଏବଂ ତତ୍କ୍ଷଣାତ କହି ଉଠିଲେ, "No mother, I don't want to be a big yogi." ଥରେ ମା ତାକୁ ପଚାରିଲେ, ଶାନ୍ତି, ତୁମେ କଣ ହେବାକୁ ଚାହଁ, ଜଣେ ବଡ ଯୋଗୀ ନା କଣ? ସାଙ୍ଗେ ସାଙ୍ଗେ ଶାନ୍ତି କହିଲେ, ମା, I don't want to be a yogi, big yogi. I want to be your child. ମୁଁ ତୁମର ସନ୍ତାନ ହେବା ପାଇଁ ଚାହୁଁଛି। ମା ଖୁସି ହେଲେ, ତାଙ୍କ ଆଖିରେ ଖୁସିର ଝଲକ, ଏବଂ କହିଲେ, ଟ୍ରେଇସ୍ ବିଏନ୍, ତଥା ତାହା ହିଁ ହଉ। ଗ୍ରେସ୍ 207 ପେଜରେ ମା ଏକୁ କହିଛନ୍ତି। ଶାନ୍ତି ଦୋଷୀ ଆଶ୍ରମ ବାତାବରଣ ଭିତରେ ବଢିବାକୁ ଲାଗିଲେ। ତାଙ୍କ ବର୍ଦ୍ଧନଶୀଳ ଚେତନାର ଗୋଟିଏ ଗୋଟିଏ ପାଖୁଡା ଖୋଲିବାକୁ ଲାଗିଲା। କେନ୍ଦ୍ରସ୍ଥ ବିକିରଣ କେନ୍ଦ୍ରକୁ ତାଙ୍କର ଲକ୍ଷ୍ୟ ସର୍ବଦା ରହିଥାଏ। ଯାହା ଘଟୁଥାଏ ସେ ମାଙ୍କୁ ପ୍ରତିଦିନ ରିପୋର୍ଟ କରୁଥାନ୍ତି, ତାଙ୍କର ଅନୁଭୂତି ସକାଳ। And received from her and Sri Aurobindo comments, explanations, benedictions, admonition ଏବଂ ଉତ୍ସାହ। ମାଙ୍କ ସହିତ ଶାନ୍ତିଙ୍କର ସମ୍ପର୍କ, ତାଙ୍କର କେତେକ ଚିଠିପତ୍ର ଏବଂ ମାଙ୍କର ଉତ୍ତର, ଦି ଗ୍ରେସ୍ ପୁସ୍ତକରୁ ଆପଣମାନେ ପଢିପାରିବେ। ଦି ଗ୍ରେସ୍। ଶାନ୍ତିଙ୍କର ସମ୍ପର୍କ କଣ ଥିଲା, କେମିତି ଘନିଷ୍ଠତା ଥିଲା, ମାଙ୍କର ଏହି ଚିଠିର ଉତ୍ତରରୁ ଆପଣମାନେ ଜାଣିପାରିବେ। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେବ ଯେ ଦିବ୍ୟଜନୀ ତାଙ୍କର କିପରି ଯତ୍ନ ନେଉଥିଲେ।
शांतिଙ୍କର ପ୍ରଶ୍ନ ଥରେ ଶାନ୍ତି ଦୋଷୀ ଗୋଟେ ପ୍ରଶ୍ନ କଲେ, ମେ ଆଇ नो मदर how many centuries ago you descended upon earth? ମା हे ଦିବ୍ୟ ଜନନୀ, ମୋତେ ଆପଣ ଦୟାକରି କହିବେ କି how many centuries ago you descended upon earth? এই ପୃଥିବୀରେ ଆପଣ କେତେ ଯୁଗ ପରେ ଅବତାର ହେଇକି ଆସିଛନ୍ତି, ଆଗରୁ କୋଉ ଯୁଗରେ ଆଇଥିଲେ? ମା ଶୁଣିଲେ ହସିଲେ। ମା କହିଛନ୍ତି, ମଦର କହୁଛନ୍ତି, I have never left the earth since it was formed. ଏ ପୃଥିବୀ ସୃଷ୍ଟି ହେଲା ଦିନ ଠାରୁ ମୁଁ ଏ ପୃଥିବୀକି ଛାଡ଼ିକି କୁଆଡ଼େ ଯାଇନି। ଏ ପୃଥିବୀକି ମୁଁ ସୃଷ୍ଟି କରିଛି ଏବଂ ଏଇଠି ଅଛି। Thus, in course of 2 years, 2 ବର୍ଷ ଭିତରେ a few hundred communications are exchanged. Everything, almost the entire spectrum of the double, the mother, child, human and guru, neophyte spiritual relationship. ଅଳ୍ପ କିଛି ଦିନ ଭିତରେ ମା ସନ୍ତାନଙ୍କର ଯୋଉ ଭାବ, ମା ସହିତ ପିଲାର ଯୋଉ ଭାବ, ଗୁରୁ ସହିତ ନବାଗତ ଆଧ୍ୟାତ୍ମିକ ପିପାସୁ ଶିଷ୍ୟଟିର ଯୋଉ ଭାବ, ଏହା ପ୍ରସ୍ଫୁଟିତ ହେଲା। ଥରେ ଶାନ୍ତି ଦୋଷୀ ପ୍ରଶ୍ନ କଲେ ମାଙ୍କୁ, ମା whether your inner action were of divine origin? ଆପଣଙ୍କର ମା ଯୋଉ ଭିତରେ ଆପଣ ଯୋଉ କାମ କରୁଛନ୍ତି, ଇନର ଆକ୍ସନ, ଅନ୍ତର କାର୍ଯ୍ୟ, ଏହାର ମୂଳଦୁଆ ଅରିଜିନ କଣ ଡିଭାଇନଙ୍କ ପାଖରେ ଅଛି? ମଦର ସେଡ୍, ମା ଉତ୍ତରରେ କହିଲେ, I may assure that my action, whether inner or external, ମୋର କାର୍ଯ୍ୟକଳାପ ଇନର ହଉ ବା ବାହ୍ୟ ହଉ, ବାହ୍ୟ ସ୍ତରରେ ହେଉଥାଉ ବା ଅନ୍ତଃସ୍ତରରେ ହେଉଥାଉ, ଇଜ୍ ଅଲୱେଜ ଅଫ୍ ଡିଭାଇନ ଅରିଜିନ, ସବୁବେଳେ ଡିଭାଇନ ଅରିଜିନରେ ଥାଏ, ଦିବ୍ୟ ମୂଳଦୁଆ ଉପରେ ଠିଆ ହେଇଥାଏ। If Shanti felt any uneasiness, it was but the result of want of plasticity and receptivity. ବା କହିଲେ, ଶାନ୍ତି, ତମେ ଯଦି କିଛି ଅନିଜ ଫିଲ୍ କରୁଛ, ତାହେଲେ ତାହା ଆସୁଛି କୋଉଠୁ? ନା ତମ ଭିତରେ ଯୋଉ ପ୍ଲାଷ୍ଟିସିଟିର ଅଭାବ ଅଛି, ନମନୀୟତାର ଅଭାବ ଏବଂ ରିସେପ୍ଟିଭିଟି, ଗ୍ରହଣଶୀଳତାର ଅଭାବ, ସେଇଠୁ ଆସୁଛି। It was a external in his mental, vital and physical. ତୁମ ଶରୀର, ମନ, ପ୍ରାଣ, ଶରୀରରେ এই ଘଟଣା ସବୁ ଘଟୁଥିବାରୁ ତମେ ଅନିଜି ଫିଲ୍ କରୁଛ। ପ୍ରତି ପଦକ୍ଷେପରେ ମା ତାଙ୍କୁ ଓଳି ନିର୍ଦ୍ଦେଶ କରିକି ବୁଝାଉଥାନ୍ତି, ଚଲାଉଥାନ୍ତି ଏବଂ ପୂର୍ଣ୍ଣ ଯୋଗର ପଥରେ ଚାଲିବା ପାଇଁ ସାମର୍ଥ୍ୟ ଦେଉଥାନ୍ତି। ଥରେ ଶାନ୍ତି ପୁଣି ମାଙ୍କୁ ପ୍ରଶ୍ନ କଲେ, ମା, ଆଶ୍ରମରେ ଅନେକ ଲୋକ ତୁମକୁ ଡିଭାଇନ ଇନକାର୍ନେସନ ବୋଲି ମାନୁନାହାନ୍ତି। ଶାନ୍ତି କହିଲେ, ମା, ଆଶ୍ରମରେ ଅନେକ ସାଧକ ତମକୁ ଦିବ୍ୟ ଜନନୀ ବୋଲି ମାନୁନାହାନ୍ତି। ମା ଟିକେ ହସି ନାହିଁ କହିଲେ, ଆଚ୍ଛା, I have made no inquiry into the subject. ତୁମେ ଯେଉଁ ବିଷୟଟି କହୁଛ, ମୁଁ ସେ ବିଷୟରେ ଇନକ୍ୱାରି କରିନାହିଁ। ଥରେ ସେ ମାଙ୍କୁ ଲେଖିଲେ, ଶାନ୍ତି, ମା, ମୋ ଭିତରେ ଥିବା imperfections, desires and difficulties ମୁଁ ତୁମ ପାଦ ତଳେ ଅଫରିଂ ଭାବରେ ନିବେଦନ କରିଦେଉଛି। ପ୍ଲିଜ ଆକ୍ସେପ୍ଟ ଦେମ୍। ଶାନ୍ତି କହିଲେ, ମା, ମୋ ଭିତରେ ଯେତେ ଇମ୍ପରଫେକ୍ସନ ଅଛି
ଅପୂର୍ଣ୍ଣତା ଅଛି, ଆଶା ଆକାଂକ୍ଷା ଅଛି, ଡିଜାୟାର ଅଛି, କାମନା ବାସନା ଅଛି, ଆଣ୍ଡ ଡିଫିକଲ୍ଟିଜ ଏବଂ ଅସୁବିଧା ମାନ ଅଛି। ମୁଁ ତାକୁ ଆପଣଙ୍କ ପାଦ ତଳେ ଅଫରିଂ ଭାବରେ ନିବେଦନ କରିଦେଉଛି। ଏହି ପ୍ରକାର ଅଫରିଂ କେବଳ ଶାନ୍ତି ଦୋଷୀ ଦେଇପାରନ୍ତି, କାରଣ ମାଙ୍କୁ ସେ ଭଲ ଭାବରେ ଜାଣିଥିଲେ। ମା ଚାହାନ୍ତି, ଆମଠାରୁ ଫୁଲ ଚାହୁଁନାହାନ୍ତି, ଭୋଗ ଚାହୁଁନାହାନ୍ତି, ସୁନା ଚେନ୍ ପିନ୍ଧେଇ ଦଉଛନ୍ତି ଫଟୋ ଦିହରେ। ଆଜିକାଲି ମାଙ୍କ ଫଟୋରେ ସୁନା ଚେନ୍ ପିନ୍ଧେଇ ଦେଇକି ଏମିତି ବାନ୍ଧି ବନ୍ଧେଇ କରିଦଉଛନ୍ତି। ତା କଣ ମା ଚାହୁଁଛନ୍ତି? ମା ଚାହୁଁଛନ୍ତି ତୋ ଭିତରେ ଯାହା ଅସୁବିଧା ଜିନିଷ ଅଛି ମୋତେ ଦେଇଦେ। ତେଣୁ ଶାନ୍ତି ଦୋଷୀ ତାଙ୍କର ଇମ୍ପରଫେକ୍ସନ୍ସ, ଡିଜାୟାର୍ସ ଆଣ୍ଡ ଡିଫିକଲ୍ଟ ଏଗୁଡାକ ଆମ ଭିତରେ ବି ଅଛି। ଆମେ କଣ ମାଙ୍କୁ ଦଉଛୁ? ମା ଲୁଚଉଛୁ ପୁରା, ମା କାଳେ ଚିଡ଼ିବେ ବିଗିଡ଼ିବେ। ତେଣୁ ଆମ ପାଦ ତାଙ୍କ ପାଦ ତଳେ ସେ ସବୁ ଅଜାଡ଼ି ଦେଲେ ଦିନେ ଏବଂ କହିଲେ, ମା ମୁଁ ମୋର ଏଇଟା ନିବେଦନ କଲି ଆପଣଙ୍କ ପାଦ ତଳେ, ଆକୁ ଗ୍ରହଣ କରନ୍ତୁ। ମା ଟିକେ ହସିଦେଲେ ଏବଂ ଆନ୍ସର୍ଡ, ମା ଉତ୍ତର ଦେଲେ, ମାଇ ଡିୟର ଚାଇଲ୍ଡ, I accept your offering and use it to light in you the flame of progress. ମା କହିଲେ, ମୋର ସନ୍ତାନ, ହେ ମୋର ପୁଅ ପିଲା, ତମେ ଯାହା ଦେଲ ମୁଁ ତାକୁ ଗ୍ରହଣ କଲି। ମୁଁ ତମର ଇମ୍ପରଫେକ୍ସନ, ଡିଜାୟାର୍ସ ଆଣ୍ଡ ଡିଫିକଲ୍ଟିଜ କି ଗ୍ରହଣ କରିନେଲି ଏବଂ ସେଇଥିରୁ ମୁଁ ତାକୁ ବ୍ୟବହାର କରି ତୁମ ଭିତରଟା କେମିତି ଆଲୋକିତ ହବ ସେଇ ଆଲୋକକୁ ତିଆରି କଲି। ଆମ ପକ୍ଷରେ ଏଗୁଡ଼ିକ ବର୍ଜ୍ୟବସ୍ତୁ ହେଇପାରେ, ମା କିନ୍ତୁ ସେହି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଭିତରଟା ଆଲୋକିତ କରିବା ପାଇଁ ଯାହା ଆବଶ୍ୟକ ତାହା କରିଦେଲେ। ଇନ୍ ୟୁ ଦି ଫ୍ଲେମ୍ ଅଫ୍ ପ୍ରୋଗ୍ରେସ। ଆମେ ତ ମାଙ୍କୁ ଦଉନୁ, ଲୁଚଉଛୁ। ଆଉ ମା ତାକୁ ବ୍ୟବହାର କରିକି କେମିତି ଆମ ଭିତରେ ଆଲୋକ ବର୍ତ୍ତିକା ଜଳାଇ ଦେବେ। There are the best of arrangements for progress in the these are the best of arrangements for progress in the yoga. ଯୋଗ ପଥରେ ପ୍ରୋଗ୍ରେସ କରିବାକୁ ହେଲେ ମାଙ୍କ ପାଖରେ କିଛି ଲୁଚେଇବାକୁ ପଡିବ ନାହିଁ। ଯାହା ଭିତରେ ଇମ୍ପ୍ୟୁରିଟିଜ ଅଛି, କାମନା ବାସନା ରହିଛି, ସବୁ ମାଙ୍କୁ ଦେଇଦେବା କଥା। ମା ତାକୁ ହିଁ ବ୍ୟବହାର କରି ଆମ ଭିତରେ ଆଲୋକ ବର୍ତ୍ତିକା ଜାଳିଦେବେ, ପୂର୍ଣ୍ଣ ଯୋଗ ପାଇଁ ଆମକୁ ପ୍ରସ୍ତୁତ କରିବେ। ଆମର ପ୍ରସ୍ତୁତି ପଥେ, ପୂର୍ଣ୍ଣ ଯୋଗୀ ଆମେ ହେଇନୁ, ପ୍ରସ୍ତୁତିକରଣ ପଥରେ ଚାଲିଛୁ। ସେଇ ପ୍ରସ୍ତୁତି କରୁଥିଲା ବେଳେ ଆମର ଅହଙ୍କାର ଏମିତି ଆଗକୁ ଚାଲି ଆସେ, କେତେକ ଆମେ ଭାବୁଛେ ଆମେ ପୂର୍ଣ୍ଣ ଯୋଗୀ ହେଇଗଲୁଣୁ, ଆସ ଆମେ ରୂପାନ୍ତର ଯୋଗ କରିବା, ଆମର ଇଣ୍ଟିଗ୍ରାଲ ଯୋଗ ହେଇଗଲା। କିନ୍ତୁ ପ୍ରକୃତରେ ଏହା ଏକ ଅହଙ୍କାର, ଇଗୋ ସେନ୍ସ। ଏ ଇଗୋ ସେନ୍ସ ବିଷୟରେ ପ୍ରଭୁ ଶ୍ରୀ ଅରବିନ୍ଦ ସିନ୍ଥେସିସ୍ ଯୋଗରେ ଲେଖିଛନ୍ତି। ଇଗୋ ସେନ୍ସ ଯୋଗୁଁ ମଣିଷର ଭିତରେ ଥିବା ଚୈତ୍ୟ ପୁରୁଷ ମନ ବନ୍ଧନରୁ ମୁକ୍ତ ହୋଇପାରୁନାହାନ୍ତି। ସୁତରାଂ ସେ ଯାହା କରିବା କଥା କରି ନ ପାରି ଗୋଟିଏ କୋଣରେ ନୀରବରେ ଠିଆ ହୋଇଛନ୍ତି। ଶାନ୍ତି ଦେଶୀଙ୍କ କଥା ଏଇଠି ସରିଲା। ଆମେ ଆଜି ଆଉ ଜଣେ ମହାନ ଆତ୍ମା, ମହାତ୍ମା, ଜ୍ୟୋତିର୍ମୟ ପୁରୁଷ, ମା ଶ୍ରୀ ଅରବିନ୍ଦଙ୍କର ଅତି ନିକଟତର ସନ୍ତାନ ନିରୋଧ ବରଣଙ୍କ କଥା ଆଲୋଚନା କରିବା। ନିରୋଧ ବରଣଙ୍କ ନାଁ ସମସ୍ତେ ଜାଣିଛନ୍ତି, ତାଙ୍କରି ବିଷୟରେ। ତାପରେ ତତ୍ପରେ ନିରୋଧ ବରଣଙ୍କର ଆଶ୍ରମକୁ ଆଗମନ ହେଲା। ସିଏ ଲଣ୍ଡନର ଏଡେନବର୍ଗ ସହରରେ ମେଡିକାଲ ପଢୁଥିଲେ। ସେଠି ମେଡିକାଲ ପାଠ ଶେଷ କରି ସାରିବା ପରେ ହଠାତ୍ ଦିନେ ସେ ପଣ୍ଡିଚେରୀରେ ଆସି ଅପ୍ରତ୍ୟାଶିତ ଭାବରେ ପହଞ୍ଚିଗଲେ। କିଛି ମାଙ୍କୁ ଜଣେଇ ନାହାନ୍ତି କି ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ ଜଣେଇ ନାହାନ୍ତି। arrived all on a sudden at Pondicherry in 1930 ମସିହାର ପ୍ରଥମ ସପ୍ତାହରେ, ଅର୍ଥାତ୍ ଜାନୁଆରୀ ମାସ 1930 ମସିହା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ଆସି ପହଞ୍ଚିଗଲେ। ସେ ମାଙ୍କୁ ତାଙ୍କ ଭିଜିଟ୍ ସମ୍ପର୍କରେ
ଜଣେଇ ବି ନଥିଲେ। ୟୁରୋପରେ ଥିଲା ବେଳେ ସେ ଏବଂ ତାଙ୍କ ଝିଆରୀ ଦିଲ୍ଲୀପ କୁମାର ରାୟଙ୍କୁ ଭେଟିଥିଲେ। ତାଙ୍କ ଝିଆରୀ ବି ଥିଲେ ସେଇଠି ନିସ୍, ଏବଂ ତାଙ୍କଠାରୁ ମା ଶ୍ରୀଅରବିନ୍ଦ ଏବଂ ଶ୍ରୀଅରବିନ୍ଦ ଆଶ୍ରମ ବିଷୟ କେତେ କଥା ଜାଣିବାକୁ ପାଇଥିଲେ। ଦିଲ୍ଲୀପ ରାୟ ଯେ ବିରାଟ ବିଶାଳ ସଙ୍ଗୀତଜ୍ଞ, ସେ ପୃଥିବୀ ସାରା ଦେଶକୁ ଯାଉଥିଲେ। ନିସ୍ ଉତ୍ତରା ନା ଦିଲ୍ଲୀପ ତାଙ୍କୁ ନେଇ ମାଙ୍କୁ ଦର୍ଶନ କରିଦେଇଥିଲେ। ସେ 1930 ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହରେ। ନୀରଦ ବରଣ ଲେଖନ୍ତି, I was dazzled by the sight. Was it a visionary gleam or a reality? Nothing like it had I seen before. ମାଙ୍କୁ ଦର୍ଶନ କରିକି ସେ ଲେଖୁଛନ୍ତି, I was dazzled, ମୋ ଆଖି ଝଲସିଗଲା ମାଙ୍କୁ ଦେଖିକିରି। ଇତି ଜ୍ୟୋତିର୍ମୟୀ, ଇଏ କଣ ଗୋଟେ ଭିଜନାରୀ ଗ୍ଲିମ୍? ଏଇ ଯୋଉ ଆଲୋକଟି ମୁଁ ଦେଖୁଛି, ଇଏ କଣ ମୋ ଦୃଷ୍ଟି ଭିତରୁ ଆସୁଛି, ଭିଜନ ଭିତରୁ, ବା ଦୃଷ୍ଟି ଉନ୍ମୋଚନକାରୀ ଆଲୋକ? ଆଖି ପତା ଆଉ ପଡୁନି, ବା ପ୍ରକୃତରେ ଗୋଟେ ରିଅଲ ଆଲୁଅ? କାହିଁକି ନା ଆଗରୁ ମୁଁ ଏପରି କେବେ ଆଲୋକ ଦେଖିନଥିଲି। ନଥିଙ୍ଗ ଲାଇକ୍ ଇଟ୍, କୌଣସି କଥା ମୁଁ ଦେଖିନଥିଲି ଏହି ପ୍ରକାର ଭାବରେ। had I seen before. She bathed me in the cascade of her smile and heart melted look. କି ଭାଷା! ସେ ଲେଖୁଛନ୍ତି, ମା ତାଙ୍କ ହସରେ ମତେ ଗାଧେଇ ଦେଲେ। ତାଙ୍କ ହସଟା ଯେମିତି ଗୋଟେ ପାତ୍ରରେ ଅଛି, ଗୋଟେ କାସ୍କେଟ, ଏବଂ ସେଇଟିକୁ ସେ ମୋ ମୁଣ୍ଡ ଉପରେ ଢାଳୁଛନ୍ତି, ମତେ ସ୍ନାନ କରି ଦଉଛନ୍ତି। ମାଙ୍କର ସ୍ମିତ ହାସ୍ୟର ଧାରରେ ମୁଁ ଗାଧେଇ ପଡିଲି, ଏବଂ ତାଙ୍କର ଚାହାଣୀ, ହୃଦୟ ତରଳେଇ ଦେବାର ଚାହାଣୀ, ହାର୍ଟ ମେଲ୍ଟେଡ ଲୁକ୍, ତାଙ୍କର ଯୋଉ ହୃଦୟକୁ ତରଳେଇ ଦେବାର ଚାହାଣୀ, ଚାହିଁଦେଲେ ହୃଦୟ ତରଳିଯିବ, କଠିନ ହୃଦୟ ଆଉ ରହିବନି, ମୁଁ ଅନୁଭବ କଲି। ନୀରଦ ବରଣ ଲେଖୁଛନ୍ତି। ନୀରଦଙ୍କର ଯୋଜନା ଥିଲା ସେ ତାଙ୍କ ହୋମ ଟାଉନ ଚିଟାଗଙ୍ଗକୁ ଫେରିଯିବେ। ଚିଟାଗଙ୍ଗ ବର୍ତ୍ତମାନ ବାଂଲାଦେଶରେ, ଏବଂ ସେଠାରେ ମେଡିକାଲ ପ୍ରାକ୍ଟିସ କରିବେ। ଏହା ଏକ ସ୍ୱତଃପ୍ରବୃତ୍ତ ଉତ୍ତର। ତାକୁ ଯେତେବେଳେ ମା ପଚାରିଲେ, ତମେ କଣ କରିବ? ସେ କହିଲେ, ମୁଁ ଚିଟାଗଙ୍ଗକୁ ଫେରିଯିବି, ସେଇଠି ପ୍ରାକ୍ଟିସ କରିବି। କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ମୋର ମନ ସ୍ଥିର କରିପାରିନଥିଲି ବୋଲି ସେ କହୁଛନ୍ତି। ମୁଁ କଣ କରିବି ମୁଁ ସ୍ଥିର କରିପାରିଲି ନାହିଁ ମାଙ୍କୁ ଦେଖିଲା ପରେ। ପରବର୍ତ୍ତୀ ସମୟରେ ସେ ସ୍ୱୀକାର କରିଛନ୍ତି, ଲେଖିଛନ୍ତି ବି ତାଙ୍କ ବହିରେ, I cared very little for God and had no faith. ମୁଁ ଭଗବାନ କଥା ପଢିଲା ବେଳେ ମୁଁ ସେଥିପ୍ରତି କିଛି ଗୁରୁତ୍ୱ ଦଉନଥିଲି, କେୟାର କରୁନଥିଲି, ଏବଂ ମୋର ଭଗବାନଙ୍କ ଉପରେ ବିଶ୍ୱାସ ବି ନଥିଲା। I started the sadhana without having any idea about it. ମୁଁ ସାଧନା ଆରମ୍ଭ କଲି, କିନ୍ତୁ ସାଧନା ସମ୍ପର୍କରେ ମୋର କିଛି ଆଇଡିଆ ନଥିଲା। As Stendhal's fabric joined the army in utter ignorance of what war was like. Stendhal's, STNDHAL apostrophe S, অর্থাৎ Goodbye. ମାଙ୍କର ଅପାର କରୁଣାରୁ ଆମେ ସମସ୍ତେ ପୁଣି ନୀରଦ ବରଣଙ୍କର କଥା ଆଲୋଚନା କରୁଛେ।
ଯୋଉଠୁ ରହିଥିଲେ ଆମେ ସେଇଠୁ ପୁଣି ଆସିବା। ବିଶ୍ୱବନ୍ତୁ and had no faith. I started the sadhana without having any idea about The recording has started. As Stenthal's fabric joined the army, ଯେମିତି ଗୋଟେ ଲୁଗାପଟା ପିନ୍ଧିକିରି ଯୁଦ୍ଧ ବିଷୟରେ କିଛି ନ ଜାଣିଥିବା ବ୍ୟକ୍ତିଟିଏ ଯୁଦ୍ଧ ବିଷୟରେ ଯେ ଇଗ୍ନୋରାନ୍ସ କଣ ହବ, ଅଟର ଇଗ୍ନୋରାନ୍ସ, ସେଇପରି ଲୋକଟିଏ ମୁଁ, ସାଧାରଣ ପୋଷାକ ମୋ ଭିତରେ, ଅର୍ଥାତ୍ ସେ କହୁଛନ୍ତି ସାଧନା କରିବାର କିଛି ଆକୃତି ନାହିଁ, ଅଭିପ୍ସା ନାହିଁ, ମୁଁ ଜଏନ କରିଗଲି। ଯେମିତି ସାଧାରଣ ଲୋକଟିଏ ଲମ୍ବ ସାର୍ଟ ପଟାବୃତ ହୋଇ ଲମ୍ବା ଧୋତି ପଞ୍ଜାବୀ ପିନ୍ଧି ଯୁଦ୍ଧକୁ ମୁଁ ଯୁଦ୍ଧ କରିବି ବୋଲି ଚାଲିଯାଏ। ଆମେ ଯେମିତି ସବୁ କହୁଛେ ଆସ ଯୁଦ୍ଧ କରିବା, କିନ୍ତୁ ଆମେ ପିନ୍ଧିଛୁ କଣ? ଯୁଦ୍ଧ ପୋଷାକ ନାହିଁ, ଲମ୍ବ ସାର୍ଟ ପଟାବୃତ। ତତ୍ପରେ ନିରୋଧ ବରଣ ତାଙ୍କ ଝିଆରୀଙ୍କ ସହିତ ଫେବୃଆରୀ ଦର୍ଶନକୁ ଆସିଲେ ଏବଂ ତାଙ୍କ ପୁତୁରା ନିଶ ପୁତୁରା ନା ପୁତୁରାଙ୍କ ସହିତ ଏବଂ ଆଶ୍ରମରେ କିଛି ସପ୍ତାହ ରହିଲେ। ଫେବୃଆରୀରେ ଆଶ୍ରମର ଉତ୍ସବରେ ଅଂଶଗ୍ରହଣ କଲେ ଏବଂ ଆଶ୍ରମର ଶୃଙ୍ଖଳା ନିରୀକ୍ଷଣ କଲେ, କେମିତି ଡିସିପ୍ଲିନ ଆଶ୍ରମରେ ଅଛି। But he was not at all ready for a spiritual life. ସେ ଏକ ସ୍ପିରିଚୁଆଲ ଲାଇଫ ପାଇଁ ରେଡି ନଥିଲେ, ପ୍ରସ୍ତୁତ ହେଇନଥିଲେ। କେମିତି ସ୍ପିରିଚୁଆଲ ଲାଇଫଟା ମେଣ୍ଟେନ କରିବେ ସେ ଜାଣିନଥିଲେ। And was still more or less a materialist. ତଥାପି ସେ ଏକ ଜଡ଼ବାଦୀ, ଅଧିକ ହଉ ବା ବେଶୀ ହଉ, କମ ବେଶୀ ହଉ, ସେ ଜଣେ ଜଡ଼ବାଦୀ ଥିଲେ। ଦୀର୍ଘ 3 ବର୍ଷ କାଳ ଗୋଟିଏ ସିକ୍ୟୁର ଜବ୍ ଅନ୍ୱେଷଣ କରି ଲାଗି ପଡ଼ିଲେ। କୋଉଠି ଗୋଟେ ଭଲ ଚାକିରି ମିଳିବ, ପ୍ରତିଷ୍ଠିତ ହେବି ମୁଁ, ସିକ୍ୟୁର ଜବ୍। କେତେ ଅଫିସରେ ଯାଇ ତାଙ୍କ ଗେଟ୍ ସବୁ ଖଡଖଡ କଲେ, ଖଟଖଟେଇଲେ, କିନ୍ତୁ ବୃଥା, ରେଜଲ୍ଟ ହେଲା ବୃଥା। ତତ୍ପରେ ସେ ତାଙ୍କର ମନେ ହେଲା, ଦୋ materially I had to face hardship, spiritually I seemed to have rediscovered. ଯଦିଓ ମ୍ୟାଟେରିଆଲି ମୋର କିଛି ହଉନାହିଁ, ହয়তো ସ୍ପିରିଚୁଆଲିଟି ଦିଗରେ ମୁଁ ଯଦି ଯିବି, ମତେ ମୁଁ ନିଜକୁ ଆବିଷ୍କାର କରିପାରିବି। have discovered my soul, ମୋ ଆତ୍ମାକୁ ଆବିଷ୍କାର କରିପାରିବି। As so in 1933 ସେ ଆଶ୍ରମକୁ ଫେରି ଆସିଲେ ବୁଲିକିରି ସବୁଆଡେ। ଫେବୃଆରୀ ଦର୍ଶନର ଅଳ୍ପ କିଛି ଦିନ ପୂର୍ବରୁ, 1933 ଫେବୃଆରୀ 21ର ଅଳ୍ପ କିଛି ଦିନ ପୂର୍ବରୁ ସେ ଆଶ୍ରମକୁ ପୁଣି ପଣ୍ଡିଚେରୀ ଫେରି ଆସିଲେ। କିନ୍ତୁ ସେ ଯେତେବେଳେ ଆଶ୍ରମରେ ସବୁଦିନ ପାଇଁ ରହିବାକୁ ଇଚ୍ଛା ପ୍ରକାଶ କରି ମାଙ୍କୁ ଚିଠି ଲେଖିଲେ, ସେତେବେଳେ ତାଙ୍କୁ ମା କହିଲେ, ତମେ ଅଗଷ୍ଟ ଦର୍ଶନକୁ ଅପେକ୍ଷା କର, ଅଗଷ୍ଟ ଦର୍ଶନ ପର୍ଯ୍ୟନ୍ତ ଅପେକ୍ଷା କର। ଏହା ଭିତରେ ତାଙ୍କୁ ନ ସୁହାଇଲା ଭଳି କିଛି କାମ ଦିଆଯାଇଥାଏ ଏବଂ ସେହି କାମ ଭିତରେ ଗୋଟିଏ କାମ ଥିଲା ଯାହାକୁ ସେ ତାଙ୍କୁ ଜମା ସୁହାଉ ନଥିଲା, ଆରଉ ନଥିଲା, ଯାହା କୁହନ୍ତି ୱାର୍କ ଇନ୍ ଦ ଟିଣ୍ଡର ଗୋଡାଉନ। କାଠ ଗଡ଼ ଗୋଦାମରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। କୋଉ କାଠ ଗୁଡ଼ିକ କରତରେ କଟାଯିବ, ତାକୁ ସିଲେକ୍ଟ କରିବେ, ମୂଲିଆଙ୍କୁ ଲଗେଇକିରି ଗଡ଼େଇ ଗଡ଼େଇ କାଶ ପର୍ଯ୍ୟନ୍ତ ନେବେ, ତାଙ୍କୁ ଦେଖିବେ, ସୁପରଭାଇଜ କରିବେ, ଏଇ କାମ ଦିଆଯାଇଥିଲା ଥରେ। ଏବଂ ସିଏ ସବୁ କାମ ଯାହା ମା କହିଛନ୍ତି ସବୁ କରୁଥିଲେ। ଅନେକ ଚିଠି ଏ ସମ୍ପର୍କରେ ସେ ମାଙ୍କ ପାଖକୁ ଲେଖିଲେ। ଚିଠି ଗୁଡ଼ିକୁ ସେ ମାଙ୍କୁ ଆଡ୍ରେସ କରୁଥିଲେ, କିନ୍ତୁ
ଉତ୍ତର ଆସୁଥିଲା ଶ୍ରୀ ଅରବିନ୍ଦଙ୍କ ପାଖରୁ। ଥରେ ନିରୋଧ ଭୋଲା ଭାଲା ବୋଲି ଲେଖା ହେଇଛି। ନିରୋଧ ବହୁତ ଭୋଲା ଭାଲା ନିରୋଧ ଲେଖିଥିଲେ, should one write everything to you? କହିଲେ ଆପଣଙ୍କ ସବୁ ଜିନିଷ ସବୁ କଥା ଟିକେ ଜଣେ ଲେଖିବା ଉଚିତ। And the reply came from Sri Aurobindo. Sri Aurobindo prompt reply ଆସିଲା, only those who feel the need. ସମସ୍ତେ ସବୁ କଥା ଲେଖିପାରନ୍ତି ଯେଉଁମାନେ ଲେଖିବାକୁ ନିଡ୍ କରନ୍ତି। ତାଙ୍କର ମନେ ହୁଏ ହଁ ମୁଁ ଲେଖିବି, ମନେ ନହେଲେ ନ ଲେଖ। ରାଇଟ୍ ଦେୟାର ଏକ୍ସପିରିଏନ୍ସେସ୍, ସେମାନେ ତାଙ୍କ ଅନୁଭୂତି ଲେଖିପାରନ୍ତି। ଅର୍ କଣ୍ଡିସନ, ତାଙ୍କ ଅବସ୍ଥା କ'ଣ ଡେଲି ମୋ ପାଖକୁ ବା ମାଙ୍କ ପାଖକୁ ଲେଖିପାରନ୍ତି। only those who feel the need write their experiences or condition daily to the mother. ମାଙ୍କୁ ଲେଖ। Even so, they need not write the same thing daily. ଯଦିଓ ସବୁଦିନେ ସେଇ ଜିନିଷକୁ ସେ ନ ଲେଖି ଲେଖିବାକୁ ଇଚ୍ଛା କରନ୍ତି ନାହିଁ। But only what they feel the necessity to write. କିନ୍ତୁ କାହିଁକି ସେ ଲେଖିବାକୁ ଅନୁଭବ କରୁଛନ୍ତି ସେଇ କଥା ଟିକେ ଲେଖିଦେଇ ପାରନ୍ତି। ଥରେ ନିରୋଧ ଲେଖିଲେ, do I project mother by simply looking at you or your photograph? କେବଳ ଆପଣ ଏବଂ ଆପଣଙ୍କର ଫଟୋଗ୍ରାଫକୁ ଦେଖିକିରି ମୁଁ କ'ଣ ତା ଭିତରେ ମାଙ୍କୁ ଦେଖିପାରିବି ଆପଣଙ୍କ ଫଟୋ ଭିତରେ? ଶ୍ରୀ ଅରବିନ୍ଦ ରିପ୍ଲାଇ, ୟେସ୍, ଭେରି ମେନି ଡୁ। ଅନେକ ଦେଖୁଛନ୍ତି, ତମେ କୁଆଡେ ଆଇଲେ କି? ପ୍ରଭୁ ଶ୍ରୀ ଅରବିନ୍ଦ ସିଧା ଉତ୍ତର। ମାର୍ଚ୍ଚ ମାସର ଶେଷ ଭାଗରେ ଥରେ ସେ ଚିଠିଟିଏ ଲେଖିଲେ, ଯାହା ଥିଲା ତାଙ୍କର ଏକ peculiar experience, ଏକ କମ୍ପ୍ଲେଣ୍ଟ। ସେ କହନ୍ତି, ସାଧାରଣତଃ ପ୍ରଣାମ ପରେ ସେ ୟୁଜ୍ ଟୁ ଗେଜ୍ ଆଟ୍ ଶ୍ରୀ ଅରବିନ୍ଦ ପୋର୍ଟ୍ରେଟ୍। ସେ କହିଲେ, ମୁଁ ପ୍ରଣାମ ପରେ ମୁଁ ଆପଣଙ୍କର ପୋର୍ଟ୍ରେଟକୁ ଦେଖେ, ଫଟୋ, ଫର୍ ଆବାଉଟ୍ 15 minutes, 15 ମିନିଟ୍ ଫଟୋ ପାଖରେ ଠିଆ ହେଇ ଆପଣ ମୁହଁକୁ ଦେଖେ, ଇନ୍ ଦ ରିସେପସନ୍ ରୁମ୍। ଦେନ୍ ଗୋ ଟୁ ନିୟର ବାଇ ରିଡିଂ ରୁମ୍। ରିସେପସନ୍ ରୁମ୍ ପରେ ଆପଣ ଗଲା ବେଳକୁ ଲେଫ୍ଟ ସାଇଡରେ ପ୍ରଥମ ରୁମ୍ଟା ହେଉଛି ରିଡିଂ ରୁମ୍। ବର୍ତ୍ତମାନ ସେ ରିଡିଂ ରୁମ୍ ଅଛି। and pass a few minutes over the newspapers. ଅଳ୍ପ କେତୋଟି ମିନିଟ୍ ନ୍ୟୁଜ୍ ପେପର ଉପରେ ମୁଁ ଟିକେ ଆଖି ବୁଲେଇ ଆଣେ। ଗତ କିଛି ଦିନ ହେଲା ଖବରକାଗଜ ପଢ଼ିସାରି ମୁଁ ଉଠିଲା ବେଳକୁ ମୋ ମୁଣ୍ଡ ବୁଲେଇ ପକଉଛି, ହଠାତ୍ ବସି ପଡୁଛି ଏବଂ ନ ବସିଲେ ମୁଁ ପଡ଼ିଯାଆନ୍ତି। ଏ ବିଷୟ ସେ ପ୍ରଭୁଙ୍କୁ ଲେଖିଲେ, ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ, ଏବଂ ଜାଣିବାକୁ ଚାହିଁଲେ, was this connected with his ସାଧନା? କହିଲେ, ପ୍ରଭୁ ଏଇ ଯୋଉ ମୁଣ୍ଡ ବୁଲେଇ ପକେଇବା ଖବର କାଗଜ ପଢିଲା ପରେ ଇଏ କଣ ମୋର ସାଧନା ସହିତ କି ସମ୍ପର୍କ ଅଛି କି? ଉତ୍ତରରେ ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି, after 15 minutes concentration to plunge into newspapers may not unnaturally lead to such a result. 15 ମିନିଟ୍ ମୁଁ ଫଟୋକୁ ଅନେଇଲା ପରେ ତମେ ଯଦି ନ୍ୟୁଜ୍ ପେପର ପାଖକୁ ଚାଲିଯିବ, may not unnaturally lead, ତମେ ସେଠିକି ଯିବା କଥା ନୁହେଁ, ତେଣୁ ନିଶ୍ଚୟ ଏଇ ରେଜଲ୍ଟ ତମକୁ ମିଳିବ। The answer was categorical. କନସେଣ୍ଟ୍ରେସନ ପରେ ନ୍ୟୁଜ୍ ପେପର ପଢିବ, ମୁଣ୍ଡ ତ ବୁଲେଇବ। ଧ୍ୟାନ କରିସାରିଲା ପରେ ଆଗ ଉଠିବ, ନ୍ୟୁଜ୍ ପେପରଟି ଧରିବ।
ତାହେଲେ ନିଶ୍ଚିତ ଭାବେ ଏହା ହବ ଟିଭି ଲଗେଇକି ଦେଖିବ ଧ୍ୟାନ କଲା ପରେ 5 ପରେ ପରେ ଏହା ହବ। Any activity can be taken as part of sadhana if it is offered to the divine or done with the consciousness of faith that it is done by the divine power. प्रत्येक एक्टिविटी होची पार्ट ऑफ साधना श्री अरविंद लिखुचंती जहाँ आम करूँ सब पार्ट ऑफ साधना एवं से जहाँ कलु ताको ऑफर कर दो ऑफर न कले निजर हे जीव से ऑफर टू द डिवाइन और डन विथ द कॉन्शियसनेस और फेथ चेतना सचेतन भाव कर विश्वास सहित कर आस्थार सहित कर दैट इट इज डन बाय द डिवाइन पावर डिवाइन पावर एटा करूछु बोली भाबिकी अगस्त मास पर्यंत 6 मास शीघ्र कुआड़े चलीगला गड़ीगला एवं निरोध आश्रम रहिबाकू लागिले आ गलेनी एवं तांका भितरे थिबा चैत्य कलिका स्वयं प्रस्फुटित होबाकू लागिला इन द स्टेडी वार्मथ of the master and the mother. मां का पखरु स्टेडी स्थिर सबुदिनिया उष्मता मां का पखरु उष्मता प्रभु का पखरु उष्मता लाभ करी तांकर चैत्य बड़ की साइकिक बड़ चैत्य पुरुषर कलिकाटी आस्ते आस्ते खोलिला विरोध वर्ण लेखंती my intellectual preparation glided insensibly into creative activity. My intellectual preparation. Doctor, no doubt intellectual भी कहे मोर जो बुद्धि से आप नहीं कि मोर जो प्रिपरेशन करूली ता आस्ते आस्ते खसी आसिला insensibly into the creative activity. गोटे क्रियाशील कार्य परिणत है क्रिएट सृष्टिकारिणी कार्य किसी गोटे गढ़ा आई वांटेड टू बी ए पोएट से मो भितर निरोध बरण कहते गोटे नूतन कथा मुंड टेकिला मु गोटे कवि होवाई इच्छा कली I had started writing in Bengali, then in English. प्रथमे ओ मातृभाषा बेंगली रे लिखिबा आरंभ कली तापर इंग्रेजी रे कविता लिखिली श्री अरविंद सेड दैट प्रभु श्री अरविंद कहिले इन द एस्ट्रे एटमॉस्फियर ए क्रिएटिव फोर्स वाज इन एक्शन पहले तमे एस्ट्रे गोइंग एस्ट्रे तम विपथ रे जाउथलो से विपथ रे जाउथिबा बेले सेही एटमॉस्फियर रे तुम भितर क्रिएटिव अंशटी क्रिएटिव फोर्स टी आखि खोलिला एवरी डे ही नॉट ओनली सेंट मी इंस्पिरेशन प्रतिदिन से प्रभु श्री अरविंद मो पाखकू जे केवल इंस्पिरेशन पठाउतले सेतिकी नुहे बट करेक्टेड माय पोएम्स मो कविता को लेखिक मुझे पठाउतली करेक्शन करथले gave concrete suggestion पूरा पूरी concrete suggestion दौले या करो एमती लिख explained the meaning of the poem मुझे लिखुत्री ता अर्थ कौन ताको एक्सप्लेन करथले which I composed जो कविता मु लिखुଥିଲି शिष्य एवं गुरुंकर पत्रालापर जना पड़ुला जे साधनार अग्रगति रचनार अग्रगति साधना एवं रचना अग्रगति ठारू द पोएट इज बॉर्न यथेष्ट कम थिला रचनार अग्रगति अधिका थिला अर्थात साधनार अग्रगति कम थिला थरे प्रभु श्री अरविंद लिखिले निरोध वर्ण को
Nirod, the poet is born. What about the yogi? Nirod, कवि तो जन्म ही गला किंतु योगी कुआड़े गले. Of course, there was some progress in the yoga too, किंतु निरोधंकर अपरिवर्तनीय स्वभाव संदेहात्मक स्वभाव जोगु से जोगरे प्रगति होउची बोली जानी पार नथिले. श्री अरविंद का पाखरे रही जोगर कोन प्रगति होबो नहीं होउतला किंतु से विश्वास कर नथिले. संदेहात्मक भाव थला जोगर प्रगति विषय होउची बोली कि से विश्वास को नउ नथिले. এই স্বভাব যোগু সে জানি পার নথিলে. Not too sure about the progress of yoga. And so he wrote on 4th August 1933, 1933 मसीहा अगस्त 4 तारिख रे प्रभु श्री अरविंद को लिखिले, प्रभु, mother did not put her hand on my head during pranam. बोले प्रभु मुझे माँ को प्रणाम करुच्ची पाद छुईकरी माँ मो मुंडे हाथ रखुना मोर से जोग होनी. I hope it was not due to in wrong movement in me. मु भाविले माँ हाथ रखुना कारण मो भीतर किसी गोटे रंग मूवमेंट चली. अविलंबे श्री उत्तर मिलला, नो, it was merely because mother was in trance. माँ तो मुंडे हाथ थोना कारण से माँ ट्रांस को चल जाई था. तापरे 20 दिन पर पुणी एक पुराना आश्वस्तिकर प्रश्न पचारे निरोधपरण, हाउ टू गेट रीड ऑफ सेक्सुअल थॉट्स. गुरु को पचार शिष्य जे काम शक्तिर जो चिंता काम चिंता ताठू केमती मुक्ति मिल. संगे संगे उत्तर आसला, टू थिंक ऑफ दिस सेक्सुअल थॉट. सेक्सुअल थॉट को जब तुम चिंता करिवो सेतु मुक्ति पाई परिबनी. इवन फॉर सक्सीडिंग, जदि तुम्हें सक्सीड करो बोली भावुच, जदि सेक्स थॉट को सप्रेस करदेल, इवन फॉर सप्रेसिंग इट, सप्रेस कले मुक्ति पाई परिबनी. ताको सबले भाविले मुक्ति पाई परिबो नहीं. मेक्स इट वर्स, खराब रु अधिक खराब आड़ गति कर ता विषय चिंता करिबो नहीं, ताको सप्रेस भी करिबो नहीं. You have to mere to positive experience. तुमको ये विषय गोटे पॉजिटिव एक्सपीरियंस नवा पड़ो. पुनश्च प्रश्न पुणी प्रश्न पचारे, बट हाउ डज वन ओपन टू पॉजिटिव एक्सपीरियंस. जड़े केमिति सेक्स संपर्क में पॉजिटिव एक्सपीरियंस आड़ को निजक खोलदेव, हाउ इट इज. प्रॉम्प्ट केम द रिप्लाई, सांगे सांगे रिप्लाई दौर प्रभु केमिति से मुक्ति पाए पचार उपाय बताऊँ. बाय रिमेनिंग क्वाइट, धीर स्थिर हुआ, एंड एस्पायरिंग फॉर इट, एवं से क्वाइटनेस को एस्पायर करो, नोइंग दैट इट इज वेबो. भाव ए क्वाइटनेस तुमको ऊपर अपेक्षा करछि, तुम डाकिले से आसो. ऑल्सो थिंक मोर ऑफ मदर, एवं तत्सहित मां का संपर्क में अधिक चिंता करो. एंड लेस ऑफ योर वाइटल इम्पल्सेस, तुम प्राण शक्ति प्राण संपर्क में प्राण तुमको जो प्रेरणा दौर इम्पल्स दौर से संपर्क में लेस चिंता कर. खाली मां को विषय भाव, मां को सब कथा जन दियो. ये चिठी पाइला निरंजन को हताश लगुला कारण हारीजार चिंता माने सर्वदा विजिट करुले. मु हारीजी आश्रम छाड़ी चलीजी. से देखुले केतक साधक आश्रम छाड़ी अन्य दिग को चली जाउछंती, अन्य संस्था मिशुचंती.
ସେଇ ସମୟରେ ଏବଂ ତାଙ୍କ ଭିତରକୁ ଆସ୍ତେ ଆସ୍ତେ ଡିପ୍ରେସନ ରୋଗ ମାଡ଼ି ଆସୁଛି। ସେ ବୁଝିପାରୁଛନ୍ତି ମୁଁ ଆଗକୁ ଆଉଛି। ଏବଂ ଯେତେବେଳେ ଏଇ କଥାଟି ପ୍ରଭୁଙ୍କୁ ଜଣେଇଲେ, ଦି ଆନ୍ସର ୱାଜ ଦି ସେମ୍। କହିଲେ ପ୍ରଭୁ ମୋତେ ଏମିତି ଲାଗୁଛି ଅନ୍ୟମାନେ ଚାଲି ଯାଉଛନ୍ତି ଛାଡ଼ିକିରି ଆଶ୍ରମ, ମୋର ଡିପ୍ରେସନ ଆସିଯାଉଛି, ମୁଁ କଣ କରିବି? ଶ୍ରୀ ଅରବିନ୍ଦ ଗେଭ୍ ଦିଲ୍ଲୀପଙ୍କୁ ଯୋଉ ଚିଠିଟି ଲେଖିଥିଲେ ଆମେ ଆଲୋଚନା କରିଛେ, ଦିଲ୍ଲୀପ ରାୟଙ୍କ କଥା ଆଲୋଚନା କରୁଥିଲେ, ସେଇ ଭାବରେ ସେଇ ଆଧାର ଉପରେ ଗୋଟେ ଚିଠି ଲେଖିଲେ। କିନ୍ତୁ ଶବ୍ଦ ଗୁଡ଼ିକ ସେପରି ନଥିଲା। ଶ୍ରୀ ଅରବିନ୍ଦଙ୍କର ଅପୂର୍ବ ଭାଷାରେ ସେ କହୁଛନ୍ତି, ହ୍ୱାଟ I gave to Dilip, though now couched in different words. ସେଇ କଥା ମୁଁ କହୁଛି, କିନ୍ତୁ ସେମାନେ କାଉଚ କରିଛନ୍ତି ଅନ୍ୟ ଶବ୍ଦରେ, ଶବ୍ଦଟା ଖାଲି ବୁଲେଇ ଦେଇଛି ମୁଁ। It is a formation of hostile characters that is wandering about the ashram. ଏଇ ଯୋଉ ଆଶ୍ରମ ଛାଡ଼ିକି ଲୋକ ପଳଉଛନ୍ତି, ତାଙ୍କୁ ଭଲ ଲାଗୁନାହିଁ, ଇଏ ହଉଛି ହୋଷ୍ଟାଇଲ ଶକ୍ତିମାନଙ୍କର କାମ। ଏଇ ହୋଷ୍ଟାଇଲ ଶକ୍ତି ମାନେ ଆଶ୍ରମରେ ବୁଲୁଛନ୍ତି, ୱାଣ୍ଡରିଂ ଆଣ୍ଡ ଟେକିଂ ହୋଲ୍ଡ ଅଫ୍ ୱାନ୍ ଆଫ୍ଟର ଆନଦର। ଜଣକ ପରେ ଜଣକୁ ଟେକ୍ ହୋଲ୍ଡ, ହାତରେ ଧରି ନେଉଛନ୍ତି, ତାଙ୍କ ଅଧୀନକୁ ନେଇଯାଉଛନ୍ତି। ଆଣ୍ଡ ଟେଲିଂ ଦେମ୍, ତାଙ୍କୁ କହୁଛନ୍ତି that they are not fit and won't be able to do this yoga. ସେମାନେ ଫିଟ୍ ନୁହନ୍ତି, ଏ ଯୋଗ ସେମାନେ କରିପାରିବେ ନାହିଁ, ତାଙ୍କୁ ବୁଝଉଛନ୍ତି। ପୂର୍ଣ୍ଣ ଯୋଗ ତମ ଦ୍ୱାରା ହବନି, କାହିଁକି ପଡିଛ? and had better die or better go away. ତା ଅପେକ୍ଷା ଶ୍ରେୟସ୍କର, ଭଲ ହବ ତୁମେ ମରିଯିବା ବା ଏଠୁ ପଳେଇ ଯିବା। ବୀର ଶକ୍ତିମାନେ ତାଙ୍କୁ କହୁଛନ୍ତି। ଶ୍ରୀ ଅରବିନ୍ଦ ଲେଖୁଛନ୍ତି ନିଜେ ନିରୋଧପୂର୍ଣ୍ଣ ଚିଠିଟି ଏଇ ପ୍ରକାର ଭାବରେ, or at least better to desperate. ଏ ଦିଟା ନ କରିପାରୁଛ, ମରି ନ ପାରୁଛ, ପଳେଇ ନ ପାରୁଛ, ହତୋତ୍ସାହୀ କାହିଁକି ରୁହ? The only sensible thing is to kick these suggestions out of you without any ceremony, unceremoniously କୁହନ୍ତୁ, ଆମେ ଯାକୁ କହୁ unceremoniously, କିଛି କଥା ଚିନ୍ତା ନ କରି, ତାକୁ ନ ଥାପୁଡ଼େଇ ଖାଇବାକୁ ପିଇବାକୁ ଦେଇ ଦଉଛି, ତୁ ପଳେଇ ଯା, ସେ କଥା ନ କହି ତାକୁ କିକ୍ ଆଉଟ୍ କର। ଶ୍ରୀ ଅରବିନ୍ଦ, ପ୍ରଭୁ ଶ୍ରୀ ଅରବିନ୍ଦ ଶିଷ୍ୟକୁ ଲେଖୁଛନ୍ତି, tell them that you have came here to succeed and not to fail. ତାଙ୍କୁ କହିଦିଅ, ମୁଁ ଏଠିକି ଆସିଛି ସଫଳତା ହାସଲ କରିବା ପାଇଁ, ଫେଲ କରିବାକୁ ନୁହଁ। ପରବର୍ତ୍ତୀ ସମୟରେ in April 1937 ନିରୋଧ ଲେଖନ୍ତି ଯେ ସେ ଅନୁଭବ କରୁଛନ୍ତି ବା କରୁଥିଲେ ଏ କିକ୍, ଏ ସକ୍, ଏ ହାର୍ଟ କ୍ୱେକ୍। ଆମେ ଜାଣିଛୁ ଆର୍ଥ କ୍ୱେକ୍, କିନ୍ତୁ ସେ ଲେଖିଛନ୍ତି ପ୍ରଭୁ ମୁଁ କିକ୍ ମାରୁଛି, ମତେ ସକ୍ ହଉଛି ଏବଂ ମୋ ହୃଦୟ ଥରି ଯାଉଛି, ହାର୍ଟ କ୍ୱେକ୍, ହୃଦୟରେ ଭୂକମ୍ପ ଆରମ୍ଭ ହେଇଯାଉଛି, ହୃତ୍କମ୍ପନ। Whenever somebody left ashram, ଯେତେବେଳେ କିଏ ଆଶ୍ରମ ଛାଡ଼ିକି ଚାଲି ଯାଉଛି, ମୋର ଏଇ ଅବସ୍ଥା, ମୋତେ ସକ୍ ଲାଗୁଛି, ମୁଁ ଗୋଡ଼ ହାତ ହଲେଇକିରି କିକ୍ କରୁଛି ତାଙ୍କୁ ଏବଂ ମୋ ଭିତରେ ହୃତ୍କମ୍ପନ ହଉଛି। ବଟ୍ ହ୍ୱାଇ ବଦର? କିନ୍ତୁ ପୁଣି ପର ମୁହୂର୍ତ୍ତରେ ମୁଁ ଭାବୁଛି ସେ ଯାଉ, ମୁଁ କାହିଁ ବଦର କରିବି? ଇଏ ବି 30-40 ହାର୍ଟ ଲେଫ୍ଟ, ଯଦି 30-40 ଜଣ ଆଶ୍ରମ ଛାଡ଼ି ପଳେଇଛନ୍ତି। ତାପରେ ମୁଁ ଦେଖି ଆଶ୍ଚର୍ଯ୍ୟ ହେଉଛି, 130-140 ଆସୁଛନ୍ତି, 130-140 have come. And the ashram survives and grows. ହାତ ଗଣତି କେତେ ଜଣଙ୍କର ପଳାୟନ କଣ ସମଗ୍ର ଅତିମାନସ ଆଡଭେଞ୍ଚର ଦୁଃସାହସିକ କାର୍ଯ୍ୟକୁ ବନ୍ଦ କରିଦେଇପାରିବ? ଅନ୍ୟପକ୍ଷରେ ଅତୀତ ଦିନ ଗୁଡ଼ିକରେ ବିରୋଧୀ ଶକ୍ତିମାନଙ୍କର କାର୍ଯ୍ୟ ଆଖିଦୃଶିଆ ଭାବରେ ବଢି ଯାଇଥିଲେ ମଧ୍ୟ ଏବେ ବି ବଢିଯାଇଛି। ତାହା ସୂଚାଇ ଦେଉଥିଲା ଶ୍ରୀ ଅରବିନ୍ଦ ଆଶ୍ରମରେ ପୂର୍ଣ୍ଣ ଯୁଗ ଅଗ୍ରଗତି କରୁଛି ଦ୍ରୁତ ଗତିରେ। ନହେଲେ
ये विरोधी शक्ति माने एमती छाटी पिटी कहीं जाते अप भाई मैंने आपन तो समय हो जाइए ये रखा ये कथाटी सरी ना आम आर्थर को यूठू आलोचना करवा ओम आनंदमयी चैतन्यमयी सत्यमयी परमे महाश्री अरविंद शरणम।